ମାନେ ଚାଲନ୍ତୁ ଦେଖିବା ଆଜି ଆମର ସଂକ୍ରାନ୍ତିରେ କଣ ରୋଷେଇ ହେଇଛି। ଏଇଠି ତ ହାତରେ ମୁଁ ଧରିକି ଯାଉଛି ସାଲୁଟୁ। ଏପଟେ ହେଇଛି ବନ୍ଧାକୋବି, ସବୁ ତ ସାଧା ଆଉ ସଂକ୍ରାନ୍ତି ମାନେ ସାଧା ହବ ଆଉ। ଏପଟେ ରହିଲା ଫୁଲକୋବି, ଏଥିରେ ପଡିଛି ମୂଳା, ଆଳୁ, ପଡିଛି ଆଳୁ, ପଡିଛି ବିନ୍ସ, ବିନ୍ସ ପଡିଛି। ମାନେ ଦିଟା କୋବି, ଇଏ କୋବି। ଏପଟେ ରହିଲା ଡାଲମା, ଡାଲମା, ଇଏ ରହିଲା ପାଗ ପାଣି ହବ ଟମାଟୋ ଚେ ବାଇଗଣ ଚେ। ଆଉ ଏଠି କଣ ରହିଲା ଏଇଟା ଟିକେ ଆଡେଇକି ଦେଖା, କୁଆଡେ ପଳେଇଲ? ଏଟା ଆଳୁ ସିଝା ଆଉ ତା ସାଙ୍ଗକୁ ଆଳୁ ସିଝା। ଆଚ୍ଛା, ଏପଟେ ପ୍ରେସର କୁକର ଅଛି ଆମର ଏଟା ଚଣା ଶାଗ ହେଇଛି। ଚଣା ଶାଗ ଆଉଟା ରେଡି ରେଡି। ସାରୁ ପଡିଛି, ପେଜ ପଡିଛି, ଆଉ କଣ ସବୁ ପଡିଛି ଏଥିରେ? ଶିମ୍ବ। ଆଚ୍ଛା, ଏପଟେ କଣ ରହିଲା ଅରୁଆ ଭାତ। ଏଟା ତମେ ସବୁ ଖାଇବ ଅରୁଆ, ମୋ ପାଇଁ ଉଷୁନା ହେଇଛି ତ? ହଁ, ତମ ପାଇଁ ଉଷୁନା ହେଇଛି। ଠିକ ଅଛି। ଲୋଭ କରିବେ ଆମ ଶାଗକୁ ଆଉ ପାଗ ପାଣିକି ଦେଖିକି। କେତେ ଚେଷ୍ଟା କରିବେ ତାଙ୍କ ଘରେ ଯାଇକି ଟିକେ ଚଣା ଶାଗ ଖାଇଦେଇକି ଆସିବା। କିନ୍ତୁ ଆମ ଭଳିଆ ପାଗ ପାଣି କେହି କରିପାରିବେନି, ନା ଚାନ୍ସ ନାହିଁ। ମାନେ ଲଙ୍କାଟା କାକୁଡି ଭଳିଆ କେହି ଭାଙ୍ଗି ପାରିବେନି। ମୁଁ ଯେତେ ଚେଷ୍ଟା କଲି ଭାଙ୍ଗି ପାଇଲିନି, ଇଏ ତ ଭଡା ଭଡ ଭାଙ୍ଗୁଛି। ସେଇଆକୁ ତ ଦେଖିକି ସମସ୍ତଙ୍କ ନାଳ ପାଣି ପାଟିରେ ପଡୁଛି ତଳକୁ ଆଉ କଣ ମାନେ ବସେଇ ଉଠେଇ ଦଉନାହାନ୍ତି। ହେ ପାଗ ଖାଆନ୍ତେ, କେନ୍ଦିଆ ପାଗ କେନ୍ଦିଆ ପାଗ।